ତିନି ତୁଣ୍ଡରେ ଗୋଟେ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍ ପଚାରୁଛି କହ। କାହାକୁ ବିରାଡ଼ି ବୈଷ୍ଣବ ବୋଲି କୁହାଯାଇଛି? ପ୍ରବନ୍ଧ ହେଉଛି ତିନି ତୁଣ୍ଡରେ ଛେଳି କୁକୁର ଓ ପ୍ରାବନ୍ଧିକ ହେଉଛନ୍ତି ଭୁବନେଶ୍ୱର ବେହେରା। ଯେଉଁ ପ୍ରତିନିଧିମାନେ ଜନତାଙ୍କର ପ୍ରତିନିଧି ହେବାକୁ ବାହାରି ପଡ଼ନ୍ତି ଓ ନିଜେ ନିଜର ପେଁକାଳି ବଜାଇ ସଭା ସମିତିରେ ବାହାସ୍ଫୋଟ ମାରନ୍ତି ଓ ଧୂଆଁ ବାଣ ଛାଡ଼ିଥାନ୍ତି ସେମାନଙ୍କୁ ବିରାଡ଼ି ବୈଷ୍ଣବ ବୋଲି କୁହାଯାଇଛି ଓ ସେମାନେ ଧଳାକୁ କଳା ଓ କଳାକୁ ଧଳା କରିବାକୁ ଚେଷ୍ଟା କରିଥାନ୍ତି। ଆଚ୍ଛା, ନେକ୍ସଟ କ୍ୱେଶ୍ଚିନ୍। ପାଣୁର ରୂପ କିପରି ଥିଲା? ପାଣୁର ରୂପ ଭୟଙ୍କର ଥିଲା। କଳା ମଚମଚ ଦେହ ସାଙ୍ଗକୁ କହରା ନିଶ ମେହେରଗାନି କାଠର କୁନ୍ଦିଲା ପରି ହାତ ଓ ରୁଟି ଫୁଲକା ପରି ତାର ଚଉଡ଼ା ଛାତି ଥିଲା, ଯାହାକୁ ଦେଖି ପୁରୋହିତଙ୍କ ଛାତିରେ ପବନ ଅଟକି ଯାଇଥିଲା। ଆଚ୍ଛା, ମାଙ୍କଡ଼ ଚିତ୍ତ ମାରୁଥିବା ନେତାମାନେ କ'ଣ କରନ୍ତି? ମାଙ୍କଡ଼ ଚିତ୍ତ ମାରୁଥିବା ନେତାମାନେ ରାଜନୈତିକ ପଟ ପରିବର୍ତ୍ତନ କରିଦେଇଥାନ୍ତି ଓ ତାପରେ ସେମାନେ ବାଉଁଶରେ ଆଣି ଖେଳ ଆରମ୍ଭ କରିଥାନ୍ତି। ରାଇଟ୍। ନେକ୍ସଟ କ୍ୱେଶ୍ଚିନ୍। ଲେଖକ ଗଣତନ୍ତ୍ରକୁ କାହିଁକି ଦୋଷୀ କରିନାହାନ୍ତି? ଲେଖକ ଗଣତନ୍ତ୍ରକୁ ଦୋଷୀ କରିନାହାନ୍ତି କାରଣ ଗଣତନ୍ତ୍ରରେ ଆଜିର ଆମର ଏଇ ଅବସ୍ଥା ପାଇଁ ଆମେ ନିଜେ ହିଁ ଦାୟୀ ହୋଇଥାଉ। ଗଣଶିକ୍ଷା ଓ ଗଣଚେତନାର ଅଭାବ ଥିବା ଯାଏଁ ଗଣତନ୍ତ୍ରର ସଫଳତା କରିବା ଆଶା ମାତ୍ର।